ନାରେ ଦେଖୁଛୁ ତ ମୋର ବେଳ କାଳ ସରି ଆସିଲାଣି। ମତେ ଥରେ ଶେଷ ଥର ପାଇଁ ଜଗାକୁ ଦର୍ଶନ କରିବା ପାଇଁ ପୁରୀକୁ ନେଇଯାଆନ୍ତୁନି। ରହ ତୁ, ଦେଖୁଛୁ ତ ମୋର ନିଶ୍ୱାସ ମାରିବାକୁ ବି ସମୟ ନାହିଁ, କହିଲା କଣ ନା ପୁରୀ ନେଇଯା। ଏବେ ତୋର ଆଉ ବୁଲିବାର ବୟସ ନାହିଁ, ଚୁପଚାପ ଘରେ ରହ। ଜଗାରେ ଏଥର ରଥରେ ତତେ ଦେଖିବାକୁ ଭାରି ଇଚ୍ଛା ଥିଲା, ହେଲେ ଯାହା ତୋର ଲୀଳା। ମା ଆରେ କିଏ ଡାକୁଛି ନା କଣ? ଆରେ ହଁ ତ ଆଉ। ଜଗା ତୁ ଏଠି ଟିକେ ଥା, ମୁଁ ଆସୁଛି। ଆରେ ବାବା, କିଏ ତୁମେ? କାହିଁକି ଆସିଛ? ମା ମୁଁ ମୁନାର ସାଙ୍ଗ। ମୁନା ମତେ ତମକୁ ମୋ ସହ ପୁରୀ ଯିବାକୁ ପଠେଇଛି। କଣ ସତରେ? କଣ ତୁ ମତେ ମୋ ଜଗା ପାଖକୁ ନେଇଯିବୁ? ହଁ ମା। ହଉ ତୁ ଏଇଠି ଥା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ମୁଁ ମୋ ଜଗା ପାଇଁ ଖୁଦ ଭଜା 2ଟା ରଖିଥିଲି, ସେଟା ହିଁ ଆଣିବା ପାଇଁ ଯାଇଥିଲି। ହଉ ଚାଲ ଏଥରକୁ ଯିବା। ଆରେ ବାବା ତୋ ନାଁ କଣ? ମୋ ନା କାଳିଆ। କାଳିଆ? ବଢିଆ ନାଁଟେ। ହଉ ଚାଲ ଏଥରକୁ ଯିବା। ମା ସେଠି ନା ଭାରି ଭିଡ, ତୁମେ ସବୁବେଳେ ମୋ ହାତ ଧରିଥିବ। ହଉ ଠିକ ଅଛି। କାଳିଆ ଆମେ ପୁରୀ ପହଞ୍ଚିଗଲେ। କାଳିଆ ଆଜି ତୋ ପାଇଁ ମୁଁ ମୋ ଜଗାକୁ ଦେଖିପାରିବି। ଜଗା ତତେ କୋଟି ପରମାୟ ଦିଅନ୍ତୁ। ଆଚ୍ଛା ତୁ ମୋ କଥା ଶୁଣୁଛୁ ନା ନାଇଁ କହିଲୁ? हे महाबाहु, हे महाबाहु, तुम साथे आम प्राण छाड़ी तो जा। हे महाबाहु, हे महाबाहु।